ମୁଁ ଜାଣେ ଗତକାଲି ତୁମେ ମୋ ସାମ୍ନାରେ କାନ୍ଦୁଥିଲ। ତୁମକୁ ଲାଗୁଛି କି ମୁଁ ତୁମ ପ୍ରତି ଧ୍ୟାନ ଦେଉନାହିଁ, କେବଳ ମୋର ଅନ୍ୟ ପିଲାମାନଙ୍କ ପ୍ରତି ଧ୍ୟାନ ଦେଉଛି। କିନ୍ତୁ ମୋ ପିଲାମାନେ ଏହା ବିଲକୁଲ ବି ନୁହେଁ। ମୋ ନଜର ସବୁବେଳେ ତୁମ ଉପରେ ମଧ୍ୟ ଅଛି। ଜାଣିଛ, ତୁମେ କାନ୍ଦିଲ ବୋଲି ତେବେ ମୁଁ ମଧ୍ୟ କାନ୍ଦିଲି, କାରଣ ତୁମକୁ ଏହିପରି କାନ୍ଦୁଥିବାର ଦେଖି ମୋତେ ମଧ୍ୟ ଦୁଃଖ ଲାଗିଲା। ତୁମେ କେମିତି ଏହିପରି ଭାବିପାରୁଛ ପିଲାମାନେ? ତୁମର ଗୋଟିଏ ଇଚ୍ଛା ତୁରନ୍ତ ପୂରଣ କରୁନାହିଁ ମାନେ ଏହାର ଅର୍ଥ ହେଉଛି କି ମୁଁ ତୁମ ପ୍ରତି ଧ୍ୟାନ ଦେଉନାହିଁ ବୋଲି। ଆରେ ମୁଁ ତୁମର ଏହି ଇଚ୍ଛା ବି ପୂରଣ କରିବି ଏବଂ ତାହା ଚାଲିଛି ମଧ୍ୟ। ବାସ୍ ଆଉ ଅଳ୍ପ କିଛି ଦିନ ମଧ୍ୟରେ ତୁମକୁ ତାହା ଜଣା ପଡ଼ିଯିବ। ଏବେ ତ ହସ। ପୁରା ଦିନ କାଲି ତୁମେ ମୋ ଉପରେ ରାଗିକି ଥିଲ। ତୁମେ ଭଲ ଭାବେ ଜାଣିଛ ମୁଁ ମୋ ପିଲାମାନଙ୍କ କଲ୍ୟାଣ ପାଇଁ କିଛି ବି କରିପାରିବି। ବେଳେ ବେଳେ କିଛି ବିଷୟ ପାଇଁ ସମୟ ଲାଗିଥାଏ ପିଲାମାନେ, ତେଣୁ କିଛି ସମୟ ଧୈର୍ଯ୍ୟ ରଖ, ଯେପରି ଆଜି ପର୍ଯ୍ୟନ୍ତ ରଖି ଆସିଛ। ଆରେ ମୁଁ ତୁମକୁ ତୁମର ଜନ୍ମରୁ ସମ୍ଭାଳିଛି ଏବଂ ଆଜି ବି ସମ୍ଭାଳୁଛି। ତେଣୁ ତୁମେ କାହିଁକି ଚିନ୍ତା କରୁଛ? ଲୋକମାନେ କ'ଣ ଭାବୁଛନ୍ତି, କ'ଣ କହୁଛନ୍ତି? ତୁମେ ଦେଖିବ ଏବେ ସବୁ ବଦଳିଯିବ। ଏବେ ସମସ୍ତେ ତୁମକୁ ସାଇଙ୍କ ପିଲା କହି ଡାକିବା ଆରମ୍ଭ କରିବେ ଏବଂ ଯାହା ତୁମ ବିରୁଦ୍ଧରେ ଥିଲା ଏବେ ତୁମ ସପକ୍ଷରେ ହେବ। ତୁମର ପ୍ରଶଂସା ମଧ୍ୟ ହେବ। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।